କୁନି କୁନି ପିଲାମାନେ ତୁମମାନଙ୍କ ପାଇଁ ଅବନା ଗୀତରୁ ଆରମ୍ଭ କରି ଔକାର ପର୍ଯ୍ୟନ୍ତ ଗୀତ ମାଧ୍ୟମରେ ବିଭିନ୍ନ ଶବ୍ଦର ବ୍ୟବହାର ହୋଇଛି। ତେବେ ପ୍ରଥମେ ଅବନା ଗୀତକୁ ପଢ଼ିବା। ଅଳସ ନକର ଶଶଧର, ଆସନ ଉପର ଶୟନ କର, ଝର ଶବଦ ଝର ଝର, ପଣସର ରସ ରସମୟ, ବସନ ଧରଇ ନବଘନ, ରଜତର ମନ ଛନ ଛନ, ବରଗଛ ତଳ ସମତଳ, ପଦମର ଜଳ ଢଳ ଢଳ, ଦରଶନ କର ହଳଧର, ପବନ ବହଇ ସର ସର, ମଦନର ଘର କଟକ ନଗର, ପଇଡ଼ ରଖ କଳସ ଉପର, ରଜକ ବସନ ଧର ଧର, ଅମର ଚଳଇ ତର ତର, ନୟନ କରଇ ନଜର, ପଦନ ପଢ଼ଇ ଖବର। ଆଶା କରୁଛି ପିଲାମାନେ ତମେମାନେ ଅବନା ଶବ୍ଦ ସବୁ ଅତି ସହଜରେ ଶିଖିପାରିବ। ଏବେ ଯିବା ଆକାରରେ ଲାଗିଥିବା ଶବ୍ଦର ବ୍ୟବହାରରେ ଗୋଟେ ସୁନ୍ଦର ଗୀତ ପଢ଼ିବା। ସରଳା ଗଜଲ ଗାଇଲା, କମଳା ପଖାଳ ଖାଇଲା, ନୟନା ନାଗରା ବଜାଇଲା, ପଦନା ପଇସା ବଢ଼ାଇଲା, ମାଧବ ସାଧବ ଭାଇ ଭାଇ, ବଉଳା ଅଟଇ ଭଲ ଗାଇ, ମଦନା ବାସନ ସଫା କର, ଅଯଥା ନକର ତରବର, ସାଧନା ତବଲା ବଜାଇଲା, ରାଘବ ମହଲ ଗଢ଼ାଇଲା, ସାତ ବାର ଯାକ ପାଠ ପଢ଼, ପାଷାଣ ସଜାଇ ଘର ଗଢ଼, କାଗଜ ଉପର ପକ୍କା ଗାର, ବରଷକ ପରା ମାସ ବାର, ସଫା କର ଆପଣା ହାତ, ଖାଇଯାଅ ତତଲା ଭାତ, ସାହସ ଧର ନାରାୟଣ, ନାଗସାପ ଭୟର କାରଣ, ଉପବାସ କର ମାୟାଧର, ଅବକାଶ ପାଇ ପାଠ କର, ଡାମରା କାଉର କାୟା କଳା, କାଗଜର ଗାର ଧଳା ଧଳା। ପିଲାମାନେ ଏବେ ହର୍ଷଇକାର ଶବ୍ଦରେ ଲାଗିଥିବା ଗୋଟେ ସୁନ୍ଦର ଗୀତ ବୋଲିବା। ଝିଟିପିଟି ଠିକି ଠିକି କରିଲାଣି, କିଟିମିଟି ରାତି ପରା ଆସିଲାଣି, ଝିପି ଝିପି ବରଷା ବରଷିଗଲା, ଥିରି ଥିରି ପବନ ବହିଗଲା, ଇତିହାସ ପଢ଼ି ଲିପି ଜାଣିଗଲା, ତାଜମହଲ କିଏ ଗଢ଼ିଥିଲା, କବିରାଜ ଔଷଧ ଭାରି ଭଲ, ଅହିରାଜ କରଇ କଲବଲ, ମିଳିମିଶି ଥାଉ ଆମ ପରିବାର, ମମତାର ସିଏ ରାଜ ନଅର, ଚିନି ମିଶିରି ଲାଗଇ ଭାରି ମିଠା, ଭାରି ହିତ ଦିହ ଲାଗି କଲରା ପିତା, ଡିବି ଡିବି ବାଜିଲାଣି ବଡ଼ ବାଜା, ହସି ହସି ଗଡ଼ିଯିବା ଭାରି ମଜା, ରକତ ଝରଇ ଫିଟିକିରି ଦିଅ, ବଡ଼ ଔଷଧ ସିଏ ଜାଣିଥାଅ, ପରିଚୟ ଦିଅ ନିଧି ମଉସା, କଦାପି ଖାଇବାନି କିଛି ନିଶା। ଆଶା କରୁଛି ପିଲାମାନେ ତୁମମାନଙ୍କୁ କବିତା ସବୁ ବହୁତ ଭଲ ଲାଗୁଥିବ ଏବଂ ଉପାଦେୟ ମଧ୍ୟ ହେବ। ତମେ ଅବନା ଠାରୁ ଔକାର ପର୍ଯ୍ୟନ୍ତ ଅନେକ ଶବ୍ଦର ବ୍ୟବହାର ମଧ୍ୟ ଅତି ସହଜରେ ଜାଣିପାରିବ। ପିଲାମାନେ ତମେ ଏହାକୁ ମନ ଦେଇ ପଢ଼ିବ, ବାରମ୍ବାର ଲେଖିବ ଆଉ ଗୀତଟିକୁ ବୋଲିବ, ତେବେ ତମର ଆଉ ପଢ଼ାରେ କିଛି ଅସୁବିଧା ହେବ ନାହିଁ। ଏବେ ଯିବା ଦୀର୍ଘଇକାର ଶବ୍ଦର ବ୍ୟବହାରରେ ଗୀତଟିଏ ବୋଲିବା। ଶୀତଳ ସମୀର ଶୀତକାଳ, ଧୀବର ଗମନ ନଦୀ ନାଳ, ନବୀନ ଜୀବନ ବୀରପଣ, ଶରୀର ଧରିଛି ଏ ପରାଣ, ପୃଥିବୀ ଆମର ଜନନୀ, ସକଳ ଭାଇ ଓ ଭଉଣୀ, ଏଇଠି ଦିବସ ରଜନୀ, ଘଟଇ ଘଟଣା କାହାଣୀ, କାହାଳି ବଜାଇ ଗୀତ ଗାଅ, ମହାଦୀପ ଏଠି ଜାଳି ଦିଅ, ଦିନ ବିପରୀତ ରାତି ଜାଣ, ମନ ଜିଣି ନିଏ ସମୀରଣ। ଆଶା କରୁଛି ପିଲାମାନେ ଦୀର୍ଘଇକାରର ବ୍ୟବହାର
ଅନେକ ଶବ୍ଦ ତୁମେ ଜାଣିପାରିଥିବ। ଏହାକୁ ମନ ଦେଇ ପଢ଼ିବ ଆଉ ତୁମେ ଖାତାରେ ବାରମ୍ବାର ଲେଖିବ। ଏବେ ଯିବା ହର୍ଷ ଉକାରର ବ୍ୟବହାରକୁ। ଗୋଟେ ସୁନ୍ଦର ଗୀତ ବୋଲିବା। ଶିଶୁ ମୁଖ କର ଦର୍ଶନ, ମଧୁର ବଚନ ସାଧୁଜନ, ତରୁ ତମାଳ ଫୁଲ ଗଛ, ସତ କୁହ ସଦା ଭାନୁରଥ, କୁକୁର କୁକୁଡ଼ା ପାଳୁଥାଅ, ଆକୁଳ ବାରତା ଶୁଣୁଥାଅ, ସବୁଦିନ ପରା ଶୁଭ ଦିନ, କୁଶଳର ହୋଇ ଏଇ ମନ, ଅସୁରର ମନ ହୁତାସନ, ତା ବାହୁ ବଳ ପଶୁ ସମାନ, ଭାନୁ ଧନୁ ଧରି ଗମନ, ନିରୁପାୟ ଭାଲୁ ସବୁଦିନ, ମୁନି କଥା ଭାରି ଚାତୁରୀ, ମୁନା ସୁନା କୁନା ମାଧୁରୀ, ମହୁ ଲାଗୁଅଛି ଭାରି ମିଠା, ଶୁଆ କହୁଅଛି ନାନା କଥା, ପିକ ଗାଉଅଛି କୁହୁ କୁହୁ, ପୁରୁଷର ବଳ ଦୁଇ ବାହୁ, ସୁବଳ ଯୁବକ ଦିଶୁଅଛି, ସମୁଦାୟ ବାଳ କଳା ଅଛି। ପିଲାମାନେ ଏବେ ଦୀର୍ଘ ଉକାରର ବ୍ୟବହାର ଜାଣିବା। ଭୂମି ନିରୂପଣ କରି ନିଅ, ଅନୁକୂଳ ପାଗ ଚାଷ କର, ପୂଜା ଯାଉଅଛି ସୂତା ହାଟ, ଦୂତ ଦେଖାଇଲା ଭଲ ବାଟ, ଅପରୂପ ଛବି କି ଆଦର, ଜାତୀୟ ପକ୍ଷୀଟି ମୟୂର, ଧୂପ ଧୂମ ଏଠି ମହକିଲା, ନୂତନ ଦୂତଟି ଆସିଥିଲା, ମୂଳା ମୂଳ ମାଟି ତଳେ ଥାଇ, ମୂକ କଥା କହିପାରେ ନାହିଁ। ପିଲାମାନେ ଏବେ ଜାଣିବା ଋକାରର ବ୍ୟବହାର। ପ୍ରଥମେ ଋକାର ପୂର୍ବରୁ ଏକାର ଦିଆଯାଇଛି। ପିଲାମାନେ ସେନା ସେବା କରେ ଦେଶ ଜାତିର, ବିଦେଶ ମାଟିରେ ପାଠୁଆ ବୀର, ମେଷ କେଶ ଦେଖ ଭାରି ଗହଳ, ମେଘ ବରଷଇ ଶୀତଳ ଜଳ, ଗଣେଶ ସେବକ ପାଠୁଆ ଜାଣ, ନିଷେଧ ଆଦେଶ କର ପାଳନ, ରେଣୁ ବେଣୁ ଧରି ବେଶ ବଦଳେ, ଠେକୁଆ ପଡ଼ିଲା ବାଘ କବଳେ, ମେନୁ ଘରେ ଧେନୁ ପାଉଛି ସେବା, ଦେହ ଲାଗି ହିତ କ୍ଷୀର ପିଇବା। ଆଶା କରୁଛି ପିଲାମାନେ ତୁମେମାନେ ଏ କାରରେ ଲାଗିଥିବା ଅନେକ ଗୁଡ଼ିଏ ଶବ୍ଦ ସହିତ ପରିଚିତ ହୋଇଥିବ। ଏ ଗୀତଟିକୁ ବୋଲିବା ସହିତ ତୁମେ ଖାତାରେ ବାରମ୍ବାର ଲେଖିକି ଅଭ୍ୟାସ କରିବ। ଅନେକ ଗୁଡ଼ିଏ ଏ କାର ଶବ୍ଦର ବ୍ୟବହାର ମଧ୍ୟ ତୁମେ ଜାଣିପାରିବ। ହେଲା ପିଲାମାନେ, ଏବେ ଯିବା ଐକାର ଶବ୍ଦର ବ୍ୟବହାର। ତୈଳ ଲଗାଇ ଶୈଳ ଯାଏ, ଦୈନିକ ଜଳରେ ଗାଧାଏ, କୈଳାସ ସୈନିକ ହୋଇବ ଦିନେ, ବୈଶାଖ ମାସରୁ ଭାବୁଛି ମନେ, ଶୈବାଳ ଅଟଇ ଜୈବିକ ସାର, ଶୈଶବ ବୟସ ଭାରି ଆଦର, ନୈତିକ ଜୀବନ ଭାରି ସରସ, ବୈଦିକ ରୀତିରେ ରଖ ବିଶ୍ୱାସ। ହେଲା ପିଲାମାନେ, ତମେ ଏହିଭଳି ସୁନ୍ଦର ସ୍ୱରରେ ଗୀତଟିକୁ ବୋଲିବ ଆଉ ବାରମ୍ବାର ଲେଖିବ। ଏବେ ପିଲାମାନେ ଆମେ ଯିବା ଅକାରରେ ବ୍ୟବହାର ହୋଇଥିବା ଶବ୍ଦର କବିତାଟିଏ ବୋଲିବା। ପୁରୋହିତ ବସି କଲେ ଭଜନ, ଗୋକୁଳ ଗୋପାଳ କରିଲେ ଦାନ, କପତ ଲୋଚନ ବଡ଼ ତୀକ୍ଷ୍ଣ, ଯୋଗ ଅଭାବ ରୋଗର କାରଣ, ସମନାଥ ହୋମ କରିଲେ ବସି, ଘୋର ବରଷାରେ ଘୋଡ଼ା ରୁଷିଛି, ଭୋକ କଲେ ବେଗେ କର ଆହାର, ରାଗ ରୁଷ ଛାଡ଼ି ଖୁସିରେ ରୁହ। ପିଲାମାନେ ଭିଡ଼ିଓଟି ଯଦି ତୁମକୁ ଭଲ ଲାଗିଥାଏ ନିଶ୍ଚିତ ଲାଇକ୍ଟିଏ କରିବ ଆଉ ତମ ସାଙ୍ଗମାନଙ୍କୁ ନା ସେୟାର କରିଦେବ। କାରଣ ବିଦ୍ୟା ଏମିତି ଏକ ଧନ ଯାହାକୁ ବାଣ୍ଟିଲେ ବଢ଼େ। ଯିବା
ଏବେ ଜାଣିବା ଔକାର ବ୍ୟବହାର। ଗୌରବ ସୌରଭ ଦୁଇ ଭାଇ ଜାଣ, ମୌନାବତୀ ଯେ ଭଉଣୀ, କୌତୁକ ମନରେ ରହୁଥିଲେ ମିଶି, କେତେ କୌଶଳକୁ ଜାଣି। ଭୌମ ରାଜ ବୋଲି ସୌଦାଗରଟିଏ, ନୌକାଟିଏ କିଣିଥିଲା, ପୌଷ ମାସ ପରେ ସୌଧଟିଏ ତୋଳି ଶୌଚାଳୟ କରାଇଲା। ଯୌବନ ବୟସେ ଭୌମବତୀ ଝିଅ, ରାଣୀ ପରି ଦିଶୁଥିଲା, ଯୌତୁକ ନ ନେଇ କୌରବପୁରକୁ ବିଭା ହୋଇ ଚାଲିଗଲା। ଆଶା କରୁଛି ପିଲାମାନେ ତୁମେମାନେ ଔକାରରେ ବ୍ୟବହାର ହୋଇଥିବା ଅନେକ ଗୁଡ଼ିଏ ଶବ୍ଦ ସହିତ ପରିଚିତ ହୋଇପାରିଥିବ। ଏହିଭଳି ଭାବରେ ତୁମେ ଗୀତଟିକୁ ବୋଲିବ, ବାରମ୍ବାର ଲେଖିବ, ପଢ଼ିବ, ଅତି ସୁନ୍ଦର ଭାବରେ ତୁମର ସବୁ ମନେ ରହିଯିବ। ପୁଣି ଥରେ କହୁଛି ପିଲାମାନେ, ଯଦି ତୁମକୁ ଭିଡ଼ିଓଟି ଭଲ ଲାଗିଥାଏ ନିଶ୍ଚିତ ଭାବରେ ଲାଇକ୍ଟିଏ କରିବ। ପିଲାମାନେ ଶେଷରେ ରୁକାର ଶବ୍ଦର ବ୍ୟବହାରରେ ଗୀତଟିଏ ଦିଆଯାଇଛି, ତୁମେ ଏହାକୁ ବୋଲିବ। ପିତୃମାତୃ ସେବା ସଦା କର, ମାତୃଭୂମି ଆମ ପରିଚୟ, ପୃଥିବୀ ନୃପତି କୃଷିମୟ, କୃପଣ ନଥାଏଟି ସଦୟ, ମୃଗ ତୃଣ ଖାଇ ବୁଲେ ବନ, ଶୃଗାଳ ବଡ଼ ଚତୁର ଜାଣ, ଘୃତ ଢାଳି ଦୀପ ଗୃହେ ଜାଳ, ତୃଷା ଦୂର କର ପିଜଳ, ବୃଥା ବୃଷ ଭାନୁ କରେ ରାଗ, ଅଧିକୃତ ଲଡ଼ୁ 10 ଭାଗ। ଆଶା କରୁଛି ପିଲାମାନେ ଅବନା ଠାରୁ ଔକାର ପର୍ଯ୍ୟନ୍ତ ଶବ୍ଦ ସହିତ ତୁମେ ଭଲ ଭାବେ ପରିଚିତ ହୋଇପାରିଥିବ। ଏଗୁଡ଼ିକୁ ତୁମେ ବାରମ୍ବାର ପଢ଼ିବ, ଲେଖିବ, ଅଭ୍ୟାସ କରିବ। ଆଶା କରୁଛି ଭିଡ଼ିଓଟି ତୁମମାନଙ୍କ ପାଇଁ ବହୁ ଉପାଦେୟ ହେବ। ଆଉ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।